ସମସ୍ତଙ୍କୁ ନମସ୍କାର। ମୁଁ ସ୍ନେହସିକ୍ତା ବାରିକ, ଶିକ୍ଷକ ପ୍ରଶିକ୍ଷିକା। ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସକୁ ସ୍ୱାଗତ ଜଣାଉଛି। ଉଲ୍ଲାସ ଭାଗ 1ରେ ଥିବା କବିତାଟି ଆସ ବାଦଲ କବିତାଟିକୁ ଆବୃତ୍ତି କରିବା, ମିଳିମିଶି ପଢ଼ିବା। ବହୁତ ସୁନ୍ଦର କବିତାଟିଏ। କବିତାଟିରେ ଅନେକ ପ୍ରାରମ୍ଭିକ ଅକ୍ଷର ରହିଛି। ସେଇ ଅକ୍ଷର ଗୁଡ଼ିକରୁ ଆମେ ଅନେକ ଗୁଡ଼ିଏ ଶବ୍ଦ ଜାଣିବା, ଅନେକ ଗୁଡ଼ିଏ ଚିତ୍ର ଦେଖି ଆମେମାନେ ଶବ୍ଦ ପଢ଼ିବା, କହିବା ଏବଂ ଲେଖିବା ମଧ୍ୟ। ଆସନ୍ତୁ ଆଜି ଆମେ ଉଲ୍ଲାସ ଭାଗ 1ରେ ଥିବା ଆସ ବାଦଲ କବିତା ବିଷୟରେ ଆଲୋଚନା କରିବା। ବହୁତ ସୁନ୍ଦର କବିତାଟିଏ। ଏହି କବିତାରେ ଅନେକ ଗୁଡ଼ିଏ ଅକ୍ଷର ରହିଛି। ସେ ଅକ୍ଷର ଗୁଡ଼ିକୁ ଆମେ ଚିହ୍ନଟ କରିବା, ଅକ୍ଷରକୁ ଲେଖିବା, ଅକ୍ଷରରୁ ବିଭିନ୍ନ ଶବ୍ଦକୁ ଜାଣିବା, ବିଭିନ୍ନ ଚିତ୍ରରୁ ମଧ୍ୟ ଶବ୍ଦ ଗୁଡ଼ିକୁ ଚିହ୍ନଟ କରିବା ଏବଂ କହିବା। କବିତାରେ ଅନେକ ଗୁଡ଼ିଏ ଶବ୍ଦ ଏବେ ପଢ଼ିବା। ତାହା ପୂର୍ବରୁ ଆମେ କବିତାଟିକୁ ପଢ଼ି ନେବା। ମୁଁ ପ୍ରଥମେ ପଢ଼ିବି। ମୁଁ 2ରୁ 3 ଥର ପଢ଼ିବି। ତାହାପରେ ମୋ ସହିତ ଆପଣମାନେ ପଢ଼ିବେ। କବିତାଟିର ନାମ ହେଲା ଆସ ବାଦଲ। ଆସ ବାଦଲ ଆରୁ ଆସ ବାରୁ ବାଦଲ ପାରୁ ପାଣି, ବରଷ ପୁଣି ଧରୁ ଧରିତ୍ରୀ ତରୁ ତାତିଲା ନରୁ ନୀର, ନଦୀ ବି ଶୁଖିଲା ପରୁ ପର ଚରୁ ଚଢ଼େଇ ହରୁ ହସ, ନିଦରୁ ଉଠ ଭାଇ ଉରୁ ଉଠିବା ଛରୁ ଛାଇ ଜରୁ ଜଲଦି, ଝରଣା ବଢ଼ଇ ଝରୁ ଝୁମଝୁମ ବରୁ ବରସି ଗରୁ ଗରଜି। ଆସ ବାଦଲ ଆରୁ ଆସ ବାରୁ ବାଦଲ ପାରୁ ପାଣି। ଏବେ ଆପଣମାନେ କବିତାଟି ଶୁଣିଲେ। ମୁଁ ଆଉ ଥରେ ପଢ଼ୁଛି। ଆସ ବାଦଲ ଆରୁ ଆସ ବାରୁ ବାଦଲ ପାରୁ ପାଣି, ବରଷ ପୁଣି ଧରୁ ଧରିତ୍ରୀ ତରୁ ତାତିଲା ନରୁ ନୀର, ନଦୀ ବି ଶୁଖିଲା ପରୁ ପର ଚରୁ ଚଢ଼େଇ ହରୁ ହସ, ନିଦରୁ ଉଠ ଭାଇ ଉରୁ ଉଠିବା ଛରୁ ଛାଇ ଜରୁ ଜଲଦି, ଝରଣା ବଢ଼ଇ ଝରୁ ଝୁମଝୁମ ବରୁ ବରସି ଗରୁ ଗରଜି। ଆସ ବାଦଲ ଆରୁ ଆସ ବାରୁ ବାଦଲ ପାରୁ ପାଣି। କବିତାଟି ଏବେ ମୋ ସହିତ ପଢ଼ନ୍ତୁ। ଆସ ବାଦଲ ଆରୁ ଆସ ବାରୁ ବାଦଲ ପାରୁ ପାଣି, ବରଷ ପୁଣି ଧରୁ ଧରିତ୍ରୀ ତରୁ ତାତିଲା ନରୁ ନୀର, ନଦୀ ବି ଶୁଖିଲା ପରୁ ପର ଚରୁ ଚଢ଼େଇ ହରୁ ହସ, ନିଦରୁ ଉଠ ଭାଇ ଉରୁ ଉଠିବା ଛରୁ ଛାଇ ଜରୁ ଜଲଦି, ଝରଣା ବଢ଼ଇ ଝରୁ ଝୁମଝୁମ ବରୁ ବରସି ଗରୁ ଗରଜି। ଆସ ବାଦଲ ଆସ ବାରୁ ବାଦଲ ପାରୁ ପାଣି। ଏବେ କବିତାଟିକୁ ଆମେ ଆଉ ଥରେ ପଢ଼ିବା। ଆସ ବାଦଲ ଆରୁ ଆସ ବାରୁ ବାଦଲ ପାରୁ ପାଣି, ବରଷ ପୁଣି ଧରୁ ଧରିତ୍ରୀ ତରୁ ତାତିଲା ନରୁ ନୀର, ନଦୀ ବି ଶୁଖିଲା ପରୁ ପର ଚରୁ ଚଢ଼େଇ ହରୁ ହସ, ନିଦରୁ ଉଠ ଭାଇ ଉରୁ ଉଠିବା ଛରୁ ଛାଇ ଜରୁ ଜଲଦି, ଝରଣା ବଢ଼େଇ ଝରୁ ଝୁମଝୁମ ବରୁ ବରସି ଗରୁ ଗରଜି। ଆସ ବାଦଲ ଆରୁ ଆସ ବାରୁ ବାଦଲ ପାରୁ ପାଣି। ବହୁତ ସୁନ୍ଦର। ଆମେ ସମସ୍ତେ କବିତାଟିକୁ ବହୁତ ସୁନ୍ଦର ଭାବରେ ଆବୃତ୍ତି କଲେ। ଦେଖନ୍ତୁ, ଦେଖନ୍ତୁ ଏହି କବିତାରେ ଅନେକ ଗୁଡ଼ିଏ ଶବ୍ଦ ଲେଖା ହେଇଛି ଏବଂ ଏହି ଶବ୍ଦର ପ୍ରଥମ ଅକ୍ଷର ମଧ୍ୟ ଦିଆଯାଇଛି। ଆପଣମାନେ ଏହି ଅକ୍ଷର ଗୁଡ଼ିକୁ ଦେଖନ୍ତୁ, ଚିହ୍ନନ୍ତୁ
ଏବଂ ମତେ ଶବ୍ଦ ଗୁଡ଼ିକୁ କହିବେ। କବିତାଟିକୁ ଦେଖନ୍ତୁ। ଆରେ କେଉଁ ଶବ୍ଦ ରହିଛି? ଆସ। ବା ପ୍ରଥମ ଅକ୍ଷରରୁ କେଉଁ ଶବ୍ଦ ଆସିଛି? ବାଦଲ। ପା ପ୍ରଥମ ଅକ୍ଷରରୁ କେଉଁ ଶବ୍ଦ ଆସିଛି? ପାଣି। ଧରୁ କେଉଁ ଶବ୍ଦ ଆସିଛି? ଧରିତ୍ରୀ। ତରୁ କେଉଁ ଶବ୍ଦ ଆସିଛି? ତାତିଲା। ନରୁ କେଉଁ ଶବ୍ଦ ଆସିଛି? ନୀର। ପରୁ କେଉଁ ଶବ୍ଦ ଆସିଛି? ପର। ଚରୁ କେଉଁ ଶବ୍ଦ ଆସିଛି? ଚଢ଼େଇ। ଛରୁ କେଉଁ ଶବ୍ଦ ଆସିଛି? ଛାଇ। ଜରୁ କେଉଁ ଶବ୍ଦ ଆସିଛି? ଜଲଦି। ପରୁ କେଉଁ ଶବ୍ଦ ଆସିଛି? ପର। ଚରୁ କେଉଁ ଶବ୍ଦ ଆସିଛି? ଚଢ଼େଇ। ହରୁ କେଉଁ ଶବ୍ଦ ଆସିଛି? ହସ। ଝରୁ କେଉଁ ଶବ୍ଦ ଆସିଛି? ଝୁମଝୁମ। ବରୁ କେଉଁ ଶବ୍ଦ ଆସିଛି? ବରସି। ଗରୁ କେଉଁ ଶବ୍ଦ ଆସିଛି? ଗରଜି। ବହୁତ ସୁନ୍ଦର। ସବୁ ଶବ୍ଦ ଗୁଡ଼ିକୁ କହିପାରିଲେ। ଏବେ ଦେଖନ୍ତୁ, ମୁଁ ଆପଣମାନଙ୍କ ପାଇଁ କିଛି ସୁନ୍ଦର ସୁନ୍ଦର ଚିତ୍ର ଆଣିଛି। ଏଇ ଚିତ୍ର ଗୁଡ଼ିକୁ ଦେଖି ମତେ ଏଇ ଚିତ୍ରର ନାମ ଗୁଡ଼ିକୁ କହିବେ। ଏହି ଚିତ୍ର ଗୁଡ଼ିକ ଆ ଶବ୍ଦରୁ ଆରମ୍ଭ ହେଇଛି। ଏବେ କୁହନ୍ତୁ, ପ୍ରଥମ ଚିତ୍ରଟିକୁ ଆମେ କଣ କହିବା? ଆଲୋକ। ବହୁତ ସୁନ୍ଦର। ଦ୍ୱିତୀୟ ଚିତ୍ରଟିକୁ କଣ କହିବା? ଆକାଶ। ତୃତୀୟ ଚିତ୍ରଟିକୁ କଣ କହିବା? ଆମ୍ବ। ଚତୁର୍ଥ ଚିତ୍ରଟିକୁ କଣ କହିବା? ହାତ। ସମସ୍ତେ ସୁନ୍ଦର ସୁନ୍ଦର ସଠିକ ଉତ୍ତର ଦେଇଛନ୍ତି। ଦ୍ୱିତୀୟ ଚିତ୍ର ଗୁଡ଼ିକୁ ଦେଖନ୍ତୁ। ଏହି ଚିତ୍ର ଗୁଡ଼ିକ ବା ଶବ୍ଦରୁ ଆରମ୍ଭ ହେଇଛି। ଦେଖନ୍ତୁ, ପ୍ରଥମ ଚିତ୍ରକୁ ଆମେ କଣ ବୋଲି କହିବା? ବାଟ। ଠିକ ଅଛି। ଦ୍ୱିତୀୟ ଚିତ୍ରଟିକୁ କଣ ବୋଲି କହିବା? ବାବାଜୀ। ତୃତୀୟ ଚିତ୍ରଟିକୁ କଣ ବୋଲି କହିବା? ଆସ। ଚତୁର୍ଥ ଚିତ୍ରଟିକୁ କଣ କହିବା? ବାଘ। ଏବେ ସମସ୍ତେ ଜାଣିଲେ ବା ଶବ୍ଦରେ କେତେ ସୁନ୍ଦର ସୁନ୍ଦର ଶବ୍ଦ ରହିଛି। ଏବେ ଏହି ଚିତ୍ର ଗୁଡ଼ିକୁ ଦେଖନ୍ତୁ। ଏହି ଚିତ୍ର ପା ଶବ୍ଦରୁ ଆରମ୍ଭ ହେଇଛି। ଏବେ କୁହନ୍ତୁ, ପ୍ରଥମ ଚିତ୍ର ପାଦ। ଦ୍ୱିତୀୟ ଚିତ୍ର ପାହାଡ଼। ତୃତୀୟ ଚିତ୍ର ପାରା। ଚତୁର୍ଥ ଚିତ୍ର ପାଟି। ପଞ୍ଚମ ଚିତ୍ର ପାଣି। ସମସ୍ତେ ସଠିକ ଉତ୍ତର ଦେଇଛନ୍ତି। ଚିତ୍ର ଦେଖି ସୁନ୍ଦର ସୁନ୍ଦର ଶବ୍ଦ ଗୁଡ଼ିକୁ କହିପାରିଛନ୍ତି। ଏବେ ଦେଖନ୍ତୁ ଏହି ଚିତ୍ର ଗୁଡ଼ିକୁ। ଏହି ଚିତ୍ରଟି ପ୍ରଥମ ଚିତ୍ର ଧ ଅକ୍ଷରରୁ ଆରମ୍ଭ ହେଇଛି। ପ୍ରଥମ ଚିତ୍ର ଧ ଅକ୍ଷରରୁ ଆରମ୍ଭ ହେଇଛି। କୁହନ୍ତୁ, ପ୍ରଥମ ଚିତ୍ରକୁ ଆମେ କଣ ବୋଲି ପଢିବା? ଧନୁ। ଧନୁଶର। ସଠିକ ଉତ୍ତର ଦେଇଛନ୍ତି। ଦ୍ୱିତୀୟ ଚିତ୍ରଟିକୁ ଆମେ କଣ ବୋଲି କହିବା? ଧନ। ସଠିକ ଉତ୍ତର ଦେଇଛନ୍ତି। ଏବେ ତୃତୀୟ ଚିତ୍ରଟି ତରୁ ଆରମ୍ଭ ହେଇଛି। ଚିତ୍ର ଦେଖି କୁହନ୍ତୁ, ଏହା କେଉଁ ଶବ୍ଦ ହେବ? ତବଲା। ସଠିକ ଉତ୍ତର ଦେଇଛନ୍ତି। ଏବଂ ଚତୁର୍ଥ ଚିତ୍ରଟି କଣ? ତରକାରୀ। ସମସ୍ତେ ଶବ୍ଦ ଗୁଡ଼ିକୁ ଜାଣିପାରିଲେ। ଧ ଅକ୍ଷର ଏବଂ ତ ଅକ୍ଷରରେ ଥିବା ଶବ୍ଦ ଗୁଡ଼ିକୁ ଚିହ୍ନିଲେ ଏବଂ କହିଲେ ମଧ୍ୟ। ବହୁତ ବଢିଆ। ଏବେ ଏହି ଚିତ୍ର ଗୁଡ଼ିକୁ ଦେଖନ୍ତୁ। ଏଠାରେ ଚାରୋଟି ଚିତ୍ର ରହିଛି। ପ୍ରଥମ ଚିତ୍ରଟି ନ ଅକ୍ଷରରୁ ଆରମ୍ଭ ହେଇଛି। କୁହନ୍ତୁ, ପ୍ରଥମ ଚିତ୍ର କେଉଁ ଶବ୍ଦ କହୁଛି? ନଖ। ଦ୍ୱିତୀୟ ଚିତ୍ର ନଈ। ତୃତୀୟ ଚିତ୍ର ନମସ୍କାର। ନମସ୍କାର। ଠିକ କହିଛନ୍ତି। ଏବେ ନ ଅକ୍ଷରରେ ଆମେ ଅନେକ ଗୁଡ଼ିଏ ଶବ୍ଦ ମଧ୍ୟ ଜାଣିଲେ। ଏବେ ଚତୁର୍ଥ ଚିତ୍ରକୁ ଦେଖନ୍ତୁ। ଚତୁର୍ଥ ଏବଂ ପଞ୍ଚମ ଚିତ୍ର ପ ଅକ୍ଷରରେ ଆରମ୍ଭ ହଉଛି। କୁହନ୍ତୁ, ପତ୍ର। ପତ୍ର। ପତର। ପରେ ପତର। ଏବଂ ଷଷ୍ଠ ଚିତ୍ରଟି ପତାକା। ଏଇ ସବୁ ଶବ୍ଦ ଗୁଡ଼ିକ ପ ଅକ୍ଷରରୁ ଆରମ୍ଭ ହେଇଛି। ଠିକ ଅଛି। ଏବେ ଏହି ଚିତ୍ର ଗୁଡ଼ିକୁ ଦେଖନ୍ତୁ। ଏହା ଚ ଅକ୍ଷରରୁ ଆରମ୍ଭ ହେଇଛି। ଦେଖି କୁହନ୍ତୁ,
ପ୍ରଥମ ଚିତ୍ରଟିକୁ ଆମେ କଣ ବୋଲି କହିବା? ଚଢେଇ ଚଟିଆ, ଚଢେଇ, ଠିକ ଅଛି। ଦ୍ୱିତୀୟ ଚିତ୍ରଟିକୁ ଆମେ କଣ ବୋଲି କହିବା? ଚକ ଚକ, ସଠିକ ଉତ୍ତର ଦେଇଛନ୍ତି। ତୃତୀୟ ଚିତ୍ରଟିକୁ ଆମେ କଣ ବୋଲି କହିବା? ଚନ୍ଦ୍ର ଚନ୍ଦ୍ର, ଏହା ଆକାଶରେ ଦେଖାଯାଏ, ଦେଖିଛନ୍ତି? ହଁ ଚତୁର୍ଥ ଚିତ୍ର ଚଷମା ଚଷମା। ଏବେ ଚ ଅକ୍ଷରରେ ଆମେ 4ଟି ଶବ୍ଦକୁ ଜାଣିଲେ। ବହୁତ ସୁନ୍ଦର ଉତ୍ତର ଦେଇଛନ୍ତି। ଏବେ ଏଇ ସବୁ ଚିତ୍ରକୁ ଲକ୍ଷ୍ୟ କରନ୍ତୁ, ଦେଖନ୍ତୁ। ପ୍ରଥମ ଚିତ୍ର ହ ଅକ୍ଷରରେ ଆରମ୍ଭ ହୋଇଛି, ଦେଖି କହିପାରିବେ ଏହା କେଉଁ ଚିତ୍ର? ହଂସ ଠିକ ଉତ୍ତର ଦେଇଛନ୍ତି। ଦ୍ୱିତୀୟ ଚିତ୍ରଟି କେଉଁ ଚିତ୍ର ସୂଚାଉଛି? ହରିଣ ହରିଣ, ଠିକ ଅଛି। ଏବେ ତୃତୀୟ ଚିତ୍ର ହ ଅକ୍ଷରରୁ ଆରମ୍ଭ ହୋଇଛି, ହଳଦୀ ହଳଦୀ। ଏହା ଆମେ ସମସ୍ତେ ଜାଣିଛେ, ହଳଦୀକୁ ଦେଖିଛେ। ଚତୁର୍ଥ ଚିତ୍ରଟି କଣ ସୂଚାଉଛି? ଉପହାର ଏଇଟା ଉପହାର। ଉପହାର ମାନେ ଏହା ଉ ଶବ୍ଦରୁ ଆରମ୍ଭ ହୋଇଛି। ଏବଂ ପଞ୍ଚମ ଚିତ୍ର କହିପାରିବେ? ଉଦୟ। ସମସ୍ତେ ସଠିକ ଉତ୍ତର ଦେଇଛନ୍ତି, ବହୁତ ବଢିଆ। ଏହି ଚିତ୍ର ଗୁଡିକୁ ଦେଖନ୍ତୁ। ଏହି ଚିତ୍ର, ପ୍ରଥମ ଚିତ୍ର କୁ ଦେଖି କୁହନ୍ତୁ ଏହା ଛ ଅକ୍ଷରରୁ ଆରମ୍ଭ ହୋଇଛି। ଛତା ଛତା, ଏହା ସଠିକ ଉତ୍ତର ଦେଇଛନ୍ତି। ଦ୍ୱିତୀୟ ଚିତ୍ରଟି କୁହନ୍ତୁ, ଏହା କାହାର ଚିତ୍ର? ଜାହାଜ ଜାହାଜ। ତୃତୀୟ ଚିତ୍ରକୁ ଦେଖନ୍ତୁ, ଏହା ମଧ୍ୟ ଜ ଅକ୍ଷରରୁ ଆରମ୍ଭ ହୋଇଛି। ଚଟ, ଠିକ ଉତ୍ତର। ଏବେ ଚତୁର୍ଥ ଚିତ୍ରଟିକୁ ଦେଖନ୍ତୁ, ଏହା ଜ ଅକ୍ଷରରୁ ମଧ୍ୟ ଆରମ୍ଭ ହୋଇଛି, କୁହନ୍ତୁ। ଜମି ଜମି। ଏବେ ଆମେ ଛ ଅକ୍ଷରରେ ଏବଂ ଜ ଅକ୍ଷରରେ ଅନେକ ଗୁଡ଼ିଏ ଶବ୍ଦ ଜାଣିଲେ। ଏବେ ଏଇ ଚିତ୍ରଟିକୁ ଦେଖନ୍ତୁ। ପ୍ରଥମ ଚିତ୍ର, ଦ୍ୱିତୀୟ ଚିତ୍ର ଝ ଅକ୍ଷରରେ ଆରମ୍ଭ ହୋଇଛି। କହିପାରିବେ କି ପ୍ରଥମ ଚିତ୍ର? ଝରଣା ଝରଣା, ଠିକ ଅଛି। ଦ୍ୱିତୀୟ ଚିତ୍ର କଣ ସୂଚାଉଛି? ଝଗଡା ଦୁଇ ଜଣ ଝଗଡା ଲାଗିଛନ୍ତି, ତେଣୁ ଏହା ଝ ଅକ୍ଷରରୁ ଆରମ୍ଭ ହୋଇଛି। ତୃତୀୟ ଚିତ୍ରଟିକୁ ଦେଖନ୍ତୁ, ଏହା କାହାର ଚିତ୍ର? ବତକ। ବହୁତ ସୁନ୍ଦର ଉତ୍ତର ଦେଇଛନ୍ତି। ଏହି ଚିତ୍ର ଗୁଡିକୁ ଦେଖନ୍ତୁ। ପ୍ରଥମ ଚିତ୍ରକୁ କେଉଁ ଗଛର ଚିତ୍ର? ଗଛ, ଠିକ ଅଛି। ଏହା ଗ ଅକ୍ଷରରୁ ଆରମ୍ଭ, ଗଛ। ଦ୍ୱିତୀୟ ଚିତ୍ର ଗରମ ଖାଦ୍ୟ, ଗରମ ଖାଦ୍ୟ, ଗରମ। ତୃତୀୟ ଚିତ୍ର ଗରିବ ଲୋକ, ଠିକ ଅଛି। ଏବେ ଆମେ ଗ ଅକ୍ଷରରେ ଶବ୍ଦ ଜାଣିପାରିଲେ। ଏବେ ଏହି ଚିତ୍ରଟିକୁ ଦେଖନ୍ତୁ। ଏହି ଚିତ୍ର ବ ଅକ୍ଷରରେ ଆରମ୍ଭ ହୋଇଛି। ପ୍ରଥମ ଚିତ୍ର କୁ କଣ କହିବା? ବରଗଛ ଠିକ ଅଛି। ଦ୍ୱିତୀୟ ଚିତ୍ରକୁ ଆମେ କଣ ବୋଲି କହିବା? ବଗ, ସଠିକ ଉତ୍ତର। ତୃତୀୟ ଚିତ୍ରକୁ ଆମେ କଣ ବୋଲି କହିବା? ବଣ। ବରେ ବଣ, ବ ପ୍ରଥମ ଅକ୍ଷରରୁ ବଣର ଚିତ୍ର ଦିଆଯାଇଛି। ଚତୁର୍ଥ ଚିତ୍ରଟି କଣ ଦିଆଯାଇଛି? ବର୍ଷା। ବର୍ଷା ନୁହେଁ, ବରଷା। ଆମେ ଏହାକୁ ବରଷା ବୋଲି ପଢିବା। କବିତାରେ ଅନେକ ଗୁଡ଼ିଏ ଶବ୍ଦର ପ୍ରାରମ୍ଭ ଅକ୍ଷରକୁ ଆମେ ନେଇ ଅନେକ ଶବ୍ଦ କହିଲେ, ଚିତ୍ର ଗୁଡିକୁ ମଧ୍ୟ ନେଇ ଶବ୍ଦ କହିଲେ। ଯେପରିକି ଆ, ବା, ପା, ଧ, ତ, ନ, ପ, ଚ, ହ, ଉ, ଛ, ଜ, ଝ, ବ, ଗରୁ ବହୁତ ଗୁଡ଼ିଏ ଆମେ ଶବ୍ଦ ପାଇଲେ। ଏହି ଶବ୍ଦ ଗୁଡିକୁ ଆମେ ମନେ ରଖିବା, ପଢିବା ଏବଂ ଖାତାରେ ଲେଖିବା। ସମସ୍ତଙ୍କୁ ଧନ୍ୟବାଦ।